आज बनैबा स्मोकी फ्लेवर मटन। तो स्मोकी फ्लेवर मटन किपर होची आ कौन कौन दरकार चलते आम जानी नवा। एथिपाई दरकार आमको धनिया पोस्त सुखिला नड़िया आउ पियाज मटन ये होची किलो मटन। तो आरंभ करवा चलतु प्रथम गैस को ऑन करदे तादर आम पियाज गुड़ा को रखिकी पोड़दे मीडियम आंचर पोड़ा जमी कि पियाज नरम हो। ये भल भाव पूरा नरम होगा पर्यंत स्मोकी जो पोड़ाटा पूरा भल भाव पियाज टाक पोड़देले आम आपको बाहर करदे। आम आपको बाहर करदे सुखिला नड़िया खंड ताकू रखीदे ताकू पोड़ा जगटे नहीं गरम करवा पोस्त आउ धनिया आपको भाजीदे ये भी भल भाव भजा हो गला आपको आम गैस को बंद करदे तो ठंडा हाँपाई दबा। गोटे माटी पात्रटे नहीं आपको बसईदे आपको गरम होगापी दबा तेल पकेवा पात्रटा गरम हो जाए तेल पकेवा ये रखी मु कटा होता पियाज किसी जीरा आउ गुजराती ये हूँ स्टार फ्लावर ये हूँ लवंग दालचीनी आउ ये तेजपत्ता प्रथम आम ये गोटा गोटा मसला गुड़ा पकईदे भाजीदे रखी पोड़ा पियाज पोड़ा नड़िया ताको आम पकईदे बाटिया धनिया को जो भाजी रखिए आगे पकईवा आगे पानी पकईवा पानी पकईकी भल भाव बाटिदेवा। पेस्ट आपको आम 2 चामच खंडे पकईवा
ତେଲଟା ଉପରକୁ ଆସିଲାଣି। ଏବେ ଆମେ ପାଣି ପକେଇବା। ଏବେ ଆମେ ଆକୁ ଗୋଳେଇ ଦେଇକିନା ଘୋଡ଼େଇକି ଅଧଘଣ୍ଟା ଖଣ୍ଡେ ଫୁଟିବା ପାଇଁ ଛାଡ଼ିବା। କି ଭଲ ଭାବରେ ମଟନ୍ ଯେମିତି ସିଝିଯିବ। ହେଇଗଲାଣି ଆମର ମଟନ୍। ଆଳୁଟିଏ ନକଲେ କେମିତି ହେବ? ଆଳୁଟିଏ ନିହାତି ଦରକାର। ହେଉଛି ସ୍ମୋକି ମଟନ୍। ତ ସ୍ମୋକି ମଟନ୍ ଖାଲି ବି ଚାଖିବ। ଆଉ ମୁଁ ତମକୁ ଆଜି ଦେଇଛି ଏଇଟା ହେଉଛି ଚାରୁ ଆଉ ଭାତ। ତା ସହିତ ଚାଖିକିନା କୁହ ସ୍ମୋକି ମଟନ୍ କିପରି ଲାଗିଛି। ସ୍ମୋକି ମଟନ୍ ମାନେ କ'ଣ? ସ୍ମୋକି ମଟନ୍ ମାନେ ପୋଡ଼ା ମଟନ୍। ଓ ପୋଡ଼ା ପୋଡ଼ା ମୁହାଁ। ପୋଡ଼ା ମୁହାଁ ନୁହଁ, ଏଇଟା ହେଉଛି ମଟନ୍ଟା ହେଉଛି ପୋଡ଼ା ହେଇନି। ୟାର ଯୋଉ ମସଲା ବଟାଟା ସିଏ ପୋଡ଼ା ହେଇକିନା ବଟା ହେଇଛି। ପିଆଜ ନଡ଼ିଆ ଏଗୁଡ଼ା ସବୁ ପୋଡ଼ା ହେଲା, ତାକୁ ବଟା ହେଇକି ରୋଷେଇ ହେଇଛି। ଟିକେ ସ୍ମୋକି ସ୍ମୋକି ଲାଗୁଛି। ବାସ୍ନା ହଉଛି ନା? ବାସ୍ନା ବି ଟିକେ ବଢିଆ ବାସ୍ନା ହଉଛି। ମୋ ପାଟିରୁ ପୁରା ୱାଟରିଂ ହେଇଗଲାଣି। ହଁ, ତମେ ଟିକେ ଖାଲି ବି ଚାଖିବ, ତାପରେ ଟିକେ ଭାତରେ ବି ଚାଖିବ। ଏତେ ମଟନ୍ କ'ଣ ଦେଇଛୁ? 2-4ଟା ଖାଅ, ଆମେ ଖାଇଦବୁନି। ମୁଁ ବେସିକାଲି ବହୁତ ମଟନ୍ ଖାଏନି। ତମେ ତ ଗୋଟେ ପିସ୍ ମ୍ୟାକ୍ସିମମ୍ ଗୋଟେ କିମ୍ବା 2 ପିସ୍ ଖାଏ। ତେଣୁ ବାସ୍ନା ତ ବହୁତ ବଢିଆ ଅଛି। ଆଉ ଆଳୁ ଯେହେତୁ ପଡିଛି, ଆଳୁଟା ମୋର ବହୁତ ଫେଭରାଇଟ୍। ଓଡ଼ିଆ ଘର ଆଳୁଟା ମୁଁ ଆକ୍ଚୁଆଲି ଏଥିରେ ଆଳୁ ପଡେନି ଲଗେଇଲୁ, କିନ୍ତୁ ମୁଁ କହିଲି ନାଇଁ ପକେଇଦିଏ ଆଉ। ନାଇଁ, ଆଳୁଟା ହଉଛି ମଟନ୍ କିମ୍ବା ଚିକେନରେ ଯଦି ଆଳୁ ଥାଏ, ମୁଁ ହଉଛି ଝୋଳ ଆଳୁ ଖାଇବା ପାଇଁ ମତେ ଭଲ ଲାଗେ। ତେଣୁ ଝୋଳଟା ଆଗେ ଟେଷ୍ଟ କରାଯାଏ ଯେ କେମିତି ଲାଗୁଛି ଝୋଳଟା। ଏଥିରେ ଗୋଟେ ବଢିଆ ପୋଡ଼ା ବାସ୍ନାଟା ହଉଛି। ଆଉ ଏଥିରେ କ'ଣ ମାନେ ମସଲା କ'ଣ ପକେଇଛ? ବେଶୀ କିଛି ମସଲା ନୁହଁଲୋ, ଯେମିତି ପିଆଜ କଟା ପିଆଜ ପଡ଼ିଛି, ବିଲାତି ଯେମିତି ବିଲାତି। ମୁଁ ଆକ୍ଚୁଆଲି ମୁଁ ଯେତେବେଳେ ବି ମଟନ୍ କରେ ମୁଁ ତ ବିଲାତି ପକାଏ, ମୋତେ ଟିକେ ଖଟା ଖଟା ନହେଲେ ଭଲ ଲାଗେନି। ଆଉ ଯୋଉ ପିଆଜ ଆଉ ଶୁଖା ନଡ଼ିଆକୁ ପୋଡ଼ିକିନା ବାଟିଛି, ଧନିଆ ଟିକେ ଆଉ ପୋସ୍ତ ଟିକେ। ଆଉ ଧନିଆଟା ବଢିଆ ଲାଗୁଛି। ଧନିଆଟା ପୁରା ପାଟିରେ ବାଜୁଛି, ପୁରା ବାଜୁଛି, କୁଚ୍ ସାଉଣ୍ଡ ହଉଛି। ଆଉ ସେଇ ଆଜିକାର ହିରୋ ବୋଲି ମୁଁ କହିବି ଧନିଆଟା ଆଧରେ, ମାନେ ମଟନ ନୁହଁ, ଝୋଳରେ ବଢିଆ ଧନିଆ ଲାଗୁଛି। ପୋଡ଼ା ନଡ଼ିଆଟା ବି ବଢିଆ ଫିଲ୍ ହଉଛି, ବହୁତ ବଢିଆ ଲାଗିଲା। ଦେନ୍ ଆମେ ଟିକେ ମଟନକୁ ଟେଷ୍ଟ କରିବା। ମଟନ ହଉଛି କେତେ ତା ସହିତ କମ୍ପ୍ଲିମେଣ୍ଟ କରୁଛି। ହାଡ଼ ଲାଗିଥିବା ମଟନ ମତେ ବହୁତ ଭଲ ଲାଗେ, ସେଥିପାଇଁ ଦେଇଛି। ଆଉ ପ୍ରେସର ସିଝି ଯାଇଛି, ମାଟି ହାଣ୍ଡିରେ କରିଛି। ମାଟି ହାଣ୍ଡିରେ ମାନେ ତାର ଗୋଟେ ବଢିଆ ଫ୍ଲେଭରଟା ହୁଏ, ମାନେ ଓରିଜିନାଲ ଟେଷ୍ଟ ଆସେ। ତେଣୁ ମଟନଟା ପୁରା ଭଲ ଲାଗୁଛି ନା, ସିଝି ଯାଇଛି। ଆଉ ସେ ପୁରା ଜୁସ୍ ଗୁଡାକୁ ପିଇ ଯାଇଛି, କି ପାଟିରେ ପଡିଲା ବେଳକୁ ସେ ବଢିଆ ଲାଗୁଛି। ଦେନ୍ ଆଳୁର କଥା ଛାଡ, ଆଳୁ ତ ହଉଛି ପୁରା ମାନେ ସବୁ ଗୁଡାକରେ ଆଳୁ, କଙ୍କଡା ଆଳୁ ଝୋଳ, ମଟନ ଆଳୁ ଝୋଳ, ଏଗୁଡା ସବୁ ଆଳୁ ଭଲ ଲାଗେ। ମୁଁ ସେଇଥିପାଇଁ ପକେଇଦେଲି। ଏଇ ଆଳୁ ବି ଟିକେ ଚାଖିବା। ଆଳୁଟା ପୁରା ସଫ୍ଟ ହେଇଯାଇଛି, ବଢିଆ ଭାବରେ ତା ସହିତ ମିଶି ଯାଉଛି। ମାନେ ବହୁତ ବଢିଆ ହେଇଛି, ବହୁତ ବଢିଆ। ମୁଁ ଟିକେ ମଟନରେ ୟାଡୁ ସ୍ୟାଡୁ କରିବାକୁ ଭଲ ପାଏନି। ମତେ ହଉଛି ମଟନଟା ସିମ୍ପଲ ଭାତ ଆଉ ମଟନ ଝୋଳ ହେଇଥିବ ମତେ ଭଲ ଲାଗେ। ମତେ ବି ମଟନ ସହିତ ମାନେ ସାଧା ନାଇଁ, ମଟନଟା ବି ବେଶୀ କିଛି ଯାତ୍ରା କରିବାକୁ ବି ଭଲ ଲାଗେନି। ଏଇଟା ପକାଅ ସେଟା ପକାଅ, ମୁଁ କହେ ସବୁବେଳେ ମଟନଟା ଆଣିଲା ମାନେ ମୁଁ କହିବି ଟିକେ ଆଳୁ ଝୋଳ କରିଦେବି। ତାହେଲେ ମଟନରେ
ଆଉ ଆମେ ବେଶୀ ବେଶୀ ବି ମଟନ ଖାଉନି ମଟନ ଅଳ୍ପ ଆସେ ତ ଆଧିରେ ଟିକେ ଝୋଳ ମିଶେଇବା ଯେପର୍ଯ୍ୟନ୍ତ ଝୋଳ ନ ମିଶିଛି ଇଏ ଝୋଳ ବେଶୀ ହବନି ଲୋ ଇଏ ସେଇଥିପାଇଁ ମୁଁ ଚାରୁ ଟିକେ କରାହେଇଛି ତେଣୁ ଝୋଳ ମିଶିଲା ପରେ ତମେ କେମିତି ହାତରେ ଖାଅ ସ୍ପୁନ୍ ଟାକୁ ଛାଡ଼ି ଦିଅ ଦେଖିବ ଆହୁରି ଟେଷ୍ଟ ବଢିଯିବ ଦ୍ୱିଗୁଣା ହେଇଯିବ ଚାମଚ ଛାଡ଼ି ଦେଇକି ହାତରେ ଖାଇଲେ ମତେ ଭାରି ମଜା ଲାଗେ ତାଙ୍କ ହାତ କୁନି କୁନି ଆଙ୍ଗୁଠି ଗୋଳା ହେଇଗଲା ଦେଖିବା ଝୋଳ ସହିତ ଭାତ କେମିତି ଲାଗୁଛି ଲୁଣଟା ଏତେ ବଢିଆ ବାଲାନ୍ସ ଅଛି ଭାତ ସହିତ ମିଶିଲା ପରେ ବି ମାନେ ଅଲଣା ଲାଗୁନି ନହେଲେ ଭାତ ସହିତ ମିଶିଗଲେ ଟିକେ ଅଲଣା ଲାଗେ ଭଲ ଲାଗୁଛି ଏବଂ ଏଇଟା ଗୋଟେ ପୁରା ପିଓରଲି ମାଂସଟା ଦେଖିବା ଆଙ୍ଗୁଠି ବହୁତ ବଢିଆ ଆଉ ଝୋଳ ଆଙ୍ଗୁଠି ମୁଁ ଚାଟି ଦଉଛି ଭଲ ଲାଗିଲା ବହୁତ ବଢିଆ ଲାଗିଲା ମାନେ ବହୁତ ଭଲ ପୁରା ମଟନ ଦେଖିଲେ ଲାଗୁଛି ଯେ ସେ ସେମିତି ଜୁସ୍ ଗୁରା ପୁରା ଟାଣି ନେଇଛି ଭିତରକୁ ମାନେ ଏତେ ବଢିଆ ଦେଖାଯାଉଛି ତ ଏ ମଟନରେ କ'ଣ କହିବ ଢଗ ଗୋଟେ ତମର ଢଗକୁ ମୋ ରୋଷେଇ ଅପେକ୍ଷା ତମ ଢଗକୁ ଲୋକ ବହୁତ ପସନ୍ଦ କରୁଛନ୍ତି ସତ ନା କ'ଣ ହଁ ବା ବଢିଆ ତାହେଲେ ଖାଇକି ସ୍ମୋକି ମଟନ ଏଠି କବି କ'ଣ କହିଲେ ଖାଇକି ସ୍ମୋକି ମଟନ ମନ ଆଉ ପେଟ କହୁଛି ଦେ ଧନାଧନ ଦେ ଧନାଧନ ଦେ ଧନାଧନ କାହାକୁ ଦବ ଭାତ ଖାଇବାକୁ ମୁଁ ଆଉ ଦେବି ତମକୁ ଯଦି ଖାଇଲା ପରେ ଆହୁରି ଦେବି ଏମିତି ହିଁ ଆପଣମାନଙ୍କ ଭଲ ପାଇବା ଯୋଗୁଁ ଯୁଆଡ଼େ ଯାଉଛି ମୋତେ ଦେଖା ହେଉଛନ୍ତି ଏବେ ଯେତେବେଳେ କି ଆମେ ଯାଇଥିଲୁ ବାହାରକୁ ନୟାଗଡ଼ ସେଠି ବି ବହୁତ ଜଣ ମୋର ସବସ୍କ୍ରାଇବର ସେମାନେ ମୋତେ ଦେଖା ହେଇଥିଲେ କହିଥିଲେ ଯେ ଭାଉଜ ଆପଣଙ୍କ ରୋଷେଇ ଆଉ ଭାଇଙ୍କ ଢଗ ଦୁଇଟା ଯାକ ଭଲ ଲାଗୁଛି ତାଙ୍କୁ ବହୁତ ବହୁତ ଧନ୍ୟବାଦ ଏମିତି ହିଁ ଆମ ଚ୍ୟାନେଲକୁ ଦେଖୁଥାନ୍ତୁ ଆଉ ଏମିତି ହିଁ ଢେର ସାରା ଭଲ ପାଇବା ଦିଅନ୍ତୁ ଆଉ ଲାଇକ୍ କରନ୍ତୁ କମେଣ୍ଟ କରନ୍ତୁ ସେୟାର କରନ୍ତୁ ଆଉ ରେସିପିକୁ ଘରେ ବନାନ୍ତୁ ବନେଇ ସାରିଲା ପରେ ମୋତେ କମେଣ୍ଟ ମାଧ୍ୟମରେ ଥରେ ଜଣେଇବି ଆପଣ ଏ ରେସିପିଟା ବନେଇ ସାରିଲା ପରେ ଆଉ ଖାଇ ସାରିଲା ପରେ ଆପଣଙ୍କୁ କିପରି ଲାଗୁଛି ତ ରହିଲି ନମସ୍କାର।